ବୋଉ ଯାଉନ 5ଟା ହେଲାଣି ଝିଅ ଗୋଟେ ଟ୍ୟୁସନରୁ ନେଇ ଆସିବ। 5ଟା ହେଲାଣି? ହଁ ବୋଉ ତମେ ଫୋନ୍ କ'ଣ କରୁଛ? ମୁଁ ଟିକେ ଫୋନ୍ ଦେଖୁଥିଲି ଏଇ ଯୋଉ କ'ଣ ସୁଭଦ୍ରା ପଇସା ସବୁ ଆଜି ଛାଡ଼ିଛି। ହଁ ସେଇ ସହିତ ଫୋନ୍ରେ ଟିକେ ଦେଖୁଛି। ହଁ ବୋଉ ଆଜି 22 ତାରିଖ, ଆଜି ସୁଭଦ୍ରା ପଇସା ସବୁ ଛାଡ଼ିଛି। ଆଜି 22 ତାରିଖ ପଇସା ଛାଡ଼ିଯିବା। ମୁଁ ହଁ ସେଇନାକି ଶୁଣିକି ଦେଖୁଛି ଫୋନ୍ଟା। ବୋଉ ସମସ୍ତଙ୍କର ଛାଡ଼ିଛି ଯେ ସେ ନୂଆ ବାଲାଙ୍କର ମାନେ ନୂଆ ଯେଉଁମାନେ ପକାଇ ନଥିଲେ ନୂଆଙ୍କର ଛାଡ଼ିଛି ଗୋଟେ କିସ୍ତି 5,000 ଟଙ୍କା। ଆଉ ଯେଉଁ ଆଗରୁ ଯେଉଁ ମିଳିଛି ସେଇ ଆମକୁ ମୋତେ ହେଇ ଯେଉଁ 3ଟା କିସ୍ତି ମିଳିଛି 15,000 ଟଙ୍କା। ସେମିତି ଯେଉଁମାନେ ବାଦ ପଡ଼ିଯାଇଥିଲେ ମାନେ ମିଳିନଥିଲା ଯାହାକୁ ଏଇନା 15,000 ଟଙ୍କା ମିଳିବ। ସେଇଥିପାଇଁକା ମିଳୁଛି, ଆଉ ଆମମାନଙ୍କର ଆଉ ଆସିବନି। ମଲ ଆମର ଏଥର ନୂଆ କ'ଣ ପୁରୁଣା କ'ଣ ମ ଏ ସରକାର ଗୋଟେ ଚାଲାକିଆ ମାନ କରିଛି। ଦେଖିଲା ବେଳକୁ ଆମର ପଇସା କାଟିଦେଲା ଗୋଟିଏ ଥର ନେଇକିରି 5,000 ଦେଇଛି। ସିଆଡ଼େ କାଟି କୁଟିକି ଖାଲି 60 ହଉ ତାକୁ ଜଣା ପଡ଼ୁଛି ସେ କାଟି ଦେଉଛି। ମୋ ସାଙ୍ଗ 60 ହେଇଛି ସେଇଥିପାଇଁ କାଟିଦେଲେ। ମୋ ସାଙ୍ଗମାନଙ୍କର ତ ମୋର ସାଙ୍ଗର ସବୁ ଆମେ ଗୋଟାଏ କ୍ଲାସ୍ରେ ପଢ଼ୁଥିଲୁ। ହଁ ତାଙ୍କୁ ତ 60 ଉପରେ ହେଲାଣି, ତାଙ୍କର କାହିଁ କଟୁନି, ତାଙ୍କର କାହିଁ ପଇସା ଦେଉଛି। ବୋଉ ଆମେ କ'ଣ ଏଗୁରା କହିପାରିବା? ଏଗୁରା ସରକାରୀ କଥା। ତାଙ୍କ ପାଖରେ ଖାତା ଖତିଆନି ରହିଲା, ସିଏ ତାଙ୍କର ଆଧାର କାର୍ଡ଼ ଦେଖିଲେ ତମର ଧର ତମ ବାପା ବୋଉ ଧରିକି ପକାଇ ଦେଇଥିବେ ବୟସ ଅଧିକ, ସେଇଟା କ'ଣ ଗଭର୍ଣ୍ଣମେଣ୍ଟ ବୁଝିବ? ସିଏ ସରକାରୀ କଥା। ସିଏ କ'ଣ କଲେ ଖାତା ଦେଖିଲେ ମାନେ ଆଧାର କାର୍ଡ଼ ଦେଖିଲେ ଯାହାର ବୟସ ହେଲା କାଟି ଦେଉଛନ୍ତି। ତମ ସାଙ୍ଗମାନଙ୍କର ତାଙ୍କ ବାପା ମା ଯଦି ପକେଇଥିବେ କମ୍ ବର୍ଷ ତାହେଲେ ତାଙ୍କର ମିଳୁଥିବ, ସେଥିରେ ଆଉ କ'ଣ ତାହେଲେ କରିବେ? ଯଦି ବୟସ ନେଇକି ଯଦି ଏମିତି ପଇସା ସୁଭଦ୍ରା ଦେଉନି କାଟି ଦେଉଛି, ସେମିତି ବୟସ ଅନୁସାରେ ସେ ଭୋଟ ଆମଠୁ ନେଉଛି କାହିଁକି? ଆମେ ଆଉ ଭୋଟ ଏଥରକ ଦେବିନି କାହାକୁ ହେଲା। ଏ ପାନ ଗୁଆଗୁଣ୍ଡି ଖାଇବୁ ଟିକେ ଭଲ ମନ୍ଦ ବୁଢ଼ାବୁଢ଼ୀ ହେଲେ ଖର୍ଚ୍ଚ କରିବାକୁ ବୟସ ହେଲା କି ହଉ କି ନ ସେମିତି କାଟି ଦେଉଛି। ଆଉ ଭୋଟ ନେବାକୁ ତ ସବୁ କ'ଣ ନେଇଯାଉଛି ନୋଟ ଭଳିଆ। ଆଉ ବୋଉ କ'ଣ କରିବା? ସିଏ ସରକାରୀ କଥା, ଆମେ ଆଉ କ'ଣ କିଛି କରିପାରିବା? ଏଥର ତମେ କାହିଁ ରାଗୁଛ? ଏଥର ପାଟି କରୁନ। ଏଥରକ ଯିଏ ଆସିବ କହିବ ଏଇ ଚିହ୍ନରେ ଭୋଟ ଦିଅ, ହଁ ଏ ମୁଣ୍ଡରୁ ସେ ମୁଣ୍ଡ ସବୁ ବାଡ଼େ ବାଡ଼ିକା ପଳେଇଯିବ। କାହିଁ ନାଁ କଟିଯାଉଛି ଭୋଟ? ନାଁ କଟିଗଲେ କିଛି ହେଇପାରିବନି। ବୋଉ ପୁରା ରାଗିଗଲେଣି। ଆଉ କ'ଣ କରିବା? ସେ ତ ସରକାରୀ କଥା, ସେ କାଟି ଦେଉଛନ୍ତି। ଆଉ ତମର ତ ଭତ୍ତା 1,000 ଟଙ୍କା ମିଳୁଛି, ଆଉ କ'ଣ? ସେ ଯୋଉଛି ନଥାଉ, ଏ ଯୋଉ ଦଉନି ବାଡ଼ିଆ କ'ଣ ଏମିତି ଟିପିବାକୁ? ହଁ ଏଇ ଯୋଉ କ'ଣ ଏବେ ତ ଆଉ ବାଡ଼ିଆ ନାହିଁ, ଏବେ କ'ଣ ଏମିତି କ'ଣ କିନି ହେଉଛି, କ'ଣ ଟିପା ଟିପି ହେଉଛି। ହଁ ସେମିତି ଟିପି ଟିପିକା 2 ଥର 3 ଥର ଟିପି ଦେଲେ ସବୁ ନାକଚ ହେଇଯିବ, ଗଲା ଖାଉଥାଉ ଖଣ୍ଡିଏ ଭୋଟରେ ହାରିଯିବେ। ସିଏ କ'ଣ ଚାଲାକିଆ ପଡ଼ିଛି ଆମଠୁ ବେଶୀ? ମୋ ସରକାର ହେଲା ବେଳେ ବେଶୀ ଚାଲାକିଆ। ତୁ ଯୋଉ କଥା କହୁଛୁ। ହଉ ବୋଉ, ଆଉ ଆମେ କ'ଣ କରିବା? ହଉ ତମେ ଯାଅ ଟିକେ ଝିଅକୁ ନେଇ ଆସ, ଦେଖି ଆଉ କାଳେ ସୁଭଦ୍ରା ପଇସା ଯଦି ତମ ଆଧାର କାର୍ଡ଼ ତ ହେଇଯାଇ 60 ବର୍ଷ ଆଉ ତ ଦେବେନି। ଆଉ ମନ ଦୁଃଖ କଲେ କ'ଣ ହେବ? ନା ଆମର ତ ଭତ୍ତା ପଇସା 1,000 ଟଙ୍କା ମିଳୁଛି, ଆଉ କ'ଣ? ମଲା ମୋର ଭତ୍ତା ପଇସା କ'ଣ ମିଳୁଛି? ମୋରି ସାଙ୍ଗମାନେ ପାଉଛନ୍ତି, ମୋରି ଆଖରେ 5,000 ଲେଖାଏଁ 15,000 ଟଙ୍କା ପାଇଲେ ମୋର ଗୋଟାଏ କିସ୍ତିରେ ମୋର ଗଲା କଟିଗଲା ହେଲା। ହଉ 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 ତ ଫୋନ୍ଟା ନେ, ଫୋନ୍ଟା ନେଇଯା, ମୁଁ ଯାଉଛି ଝିଅକୁ ଆଣିବି। ହଉ ତମେ ଯାଅ, ମୁଁ ଯାଉଛି ଓଳା ଆଳୁ। ହଁ ଯା।